ସ୍ୱପ୍ନ ଦେଖ ନାହିଁ ଅଧରାତ୍ରି ତୁମେ ବିଛଣାରେ ଶୋଇ ଶୋଇ। ସ୍ୱପ୍ନ ଦେଖ ନାହିଁ ଅଧରାତ୍ରି ତୁମେ ବିଛଣାରେ ଶୋଇ ଶୋଇ। ସ୍ୱପ୍ନ ଏମିତି ଦେଖାଯାଏ ଯିଏ ନିଦ୍ରାକୁ ଦିଏ ହଜାଇ। ସ୍ୱପ୍ନ ଏମିତି ଦେଖାଯାଏ ଯିଏ ନିଦ୍ରାକୁ ଦିଏ ହଜାଇ। ବରଣ୍ୟ ସଭାପତି ମହୋଦୟ, ଜ୍ଞାନର ଆଲୋକ ପ୍ରଦାନ କରୁଥିବା ମୋର ପୂଜ୍ୟ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଏବଂ ମୋର ସହପାଠୀଗଣ ତଥା ପ୍ରିୟ ଭାଇ ଓ ଭଉଣୀମାନେ, ଯେଉଁ ପବିତ୍ର ଭୂମିର ପୂର୍ବ ଦିଗରେ ଶ୍ରୀ ଜଗନ୍ନାଥଙ୍କ ଧାମ, ପଶ୍ଚିମ ଦିଗରେ ଦ୍ୱାରିକା ଧାମ, ଉତ୍ତରରେ ବଦ୍ରୀନାଥ ଧାମ ଓ ଦକ୍ଷିଣରେ ରାମେଶ୍ୱରମ ଧାମ, ସେହି ପୁଣ୍ୟଭୂମି ମୋର ପ୍ରିୟର ଭାରତ ଦେଶ। ସେହି ପୁଣ୍ୟଭୂମି ହେଉଛି ମୋର ପ୍ରିୟର ଭାରତ ଦେଶ। ଆଜିର ଏହି ପବିତ୍ର ଦିନରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମୁଁ ମୋର ଉଦ୍ବୋଧନ ଆରମ୍ଭ କରିବା ପୂର୍ବରୁ ମୁଁ ପ୍ରଥମେ ସେହି ଦେବଭୂମି, ପୁଣ୍ୟଭୂମି, ଦେବଭୂମି, ତ୍ୟାଗର ତପଭୂମି, ବୀରତ୍ୱର କର୍ମଭୂମି, ଜ୍ଞାନର ଜନନୀ ମୋର ପ୍ରିୟ ସୁନାର ଭାରତମାତାଙ୍କୁ ମୁଁ ମୋର ସହସ୍ର ସହସ୍ର ପ୍ରଣାମ ଜଣାଉଛି। ମୋର ସେହି ପ୍ରିୟର ସୁନାର ଭାରତମାତାଙ୍କୁ ମୋର ସହସ୍ର ସହସ୍ର ପ୍ରଣାମ ଜଣାଉଛି। ସ୍ୱାଧୀନତା ଏବଂ ସ୍ୱତନ୍ତ୍ରତା ସମସ୍ତ ବ୍ୟକ୍ତିଙ୍କ ଜନ୍ମଗତ ଅଧିକାର। ପ୍ରତ୍ୟେକ ବ୍ୟକ୍ତି ଚାହେଁ କି ସେ ସ୍ୱାଧୀନ ଜୀବନ ଲାଭ କରିବ ଏବଂ ଏହି ସ୍ୱାଧୀନ ଜୀବନ ସେତେବେଳେ ସମ୍ଭବ ହୁଏ ଯେତେବେଳେ ସେ ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ନାଗରିକ ହୋଇପାରେ। ପରାଧୀନ ରାଷ୍ଟ୍ରର ନାଗରିକ ବିଦେଶୀ ଶାସକଙ୍କ ଶାସନ ଡୋରିରେ ଆବଦ୍ଧ ହୋଇ ସେମାନଙ୍କର ସ୍ୱତନ୍ତ୍ରତା ହରାଇ ବସିଥିଲେ। ସେହି ପରାଧୀନତାର ଶୃଙ୍ଖଳରେ ସେମାନେ ହୁଅନ୍ତି ନିର୍ଯାତିତ ଓ ନିଷ୍ପେଷିତ। ଦିନ ଥିଲା ଏହି ଭାରତମାତା କହୁଥିଲା ଯେ ଏହା ହେଉଛି ଆମ ସୁନାର ଦେଶ। ଏହି ଦେଶକୁ ମିଳିଥିଲା ବିଶ୍ୱଗୁରୁର ଉପାଧି। ଭାରତ ବିଶ୍ୱବିଖ୍ୟାତ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ସୁଜଳ ସୁଫଳ ଶସ୍ୟ ଶ୍ୟାମଳ ସ୍ୱର୍ଣ୍ଣପ୍ରସୂ ଭାରତବର୍ଷ ହେଲା ଅପରାଧୀନ। ଏହାର କାରଣ କ'ଣ ଥିଲା ଜାଣିଛନ୍ତି? କେବଳ ଏକତାର ଅଭାବ। ଭାରତବାସୀଙ୍କ ମଧ୍ୟରେ ଥିବା ଏକତାର ଅଭାବ। ସେତେବେଳେ ଅନେକ ରାଜା ମହାରାଜା ଭାରତକୁ ଶାସନ କରୁଥିଲେ। ଯେତେବେଳେ ଇଂରେଜ ଶାସନର ସିପାହୀମାନେ, ସୈନ୍ୟମାନେ ସେମାନଙ୍କର ସାମ୍ରାଜ୍ୟ ବିସ୍ତାର ଲାଗି ରହିଥିଲେ, ସେତେବେଳେ ନିଜ ନିଜ ମଧ୍ୟରେ କଳହରେ ଲିପ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରେ ନା ଥିଲା ଏକତାର ଭାବ, ନା ଥିଲା ଭ୍ରାତୃତ୍ୱର ଭାବ। କେବଳ ଥିଲା ନିଜ ନିଜ ମଧ୍ୟରେ କଳହ କରି ସାମ୍ରାଜ୍ୟ ବିସ୍ତାର କରିବେ। ସେହି କଳହର ସୁଯୋଗ ନେଇ ଇଂରେଜମାନେ ଭାରତକୁ ନିଜ ଅଧୀନକୁ ଆଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶହ ଶହ ବର୍ଷର ସ୍ୱାଧୀନତା ମଧ୍ୟରେ ନିର୍ଯାତିତ ଓ ନିଷ୍ପେଷିତ ହୋଇ ପୁଣି ଜାଗି ଉଠିଥିଲା ସ୍ୱାଭିମାନର ଭାବନା। ପ୍ରତ୍ୟେକ ବ୍ୟକ୍ତି ଏକତ୍ରିତ ହୋଇଥିଲେ ଏବଂ ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସେହି ସଂଗ୍ରାମ ହିଁ ମନେ ପକାଏ ଇତିହାସର ସେହି ଅବିସ୍ମରଣୀୟ ଗାଥା। ଊନବିଂଶ ଶତାବ୍ଦୀରେ ଉତ୍କଳରେ ଜୟୀରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିଲା ପାଇକ ବିଦ୍ରୋହ। 1857 ମସିହାରେ ଝାନ୍ସୀର ରାଣୀ ଲକ୍ଷ୍ମୀବାଈ, ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ତାନ୍ତିଆ ତୋପେ ବହୁ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ପ୍ରାଣବଳି ଦେଇଥିଲେ। ସେମାନଙ୍କ ବୁନ୍ଦା ବୁନ୍ଦା ରକ୍ତବିନ୍ଦୁରେ ଆଜି ଭାରତ ଭୂମି ପବିତ୍ର ହୋଇଛି। ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜ, ରାମପ୍ରସାଦ ବିସ୍ମିଲ, ଚନ୍ଦ୍ରଶେଖର ଆଜାଦ ପ୍ରଭୃତି କ୍ରାନ୍ତିକାରୀ ବୀରଙ୍କ କମ୍ପନରେ ଭୟଭୀତ ହୋଇ ପଡ଼ୁଥିଲେ ଇଂରେଜର ସୈନ୍ୟମାନେ। ଆମ ବୀରପୁରୁଷମାନେ କେତେ ଅସହ୍ୟ କଷ୍ଟ ଯନ୍ତ୍ରଣା ସହ୍ୟ କରିଛନ୍ତି, ଆଉ କେତେଜଣ କାରାବରଣ କରିଛନ୍ତି, ଆଉ କେତେଜଣ ଫାଶୀଦଣ୍ଡ ପାଇଛନ୍ତି ଏବଂ କେତେକ ମୃତ୍ୟୁବରଣ କରିଛନ୍ତି ଏହି ଆମ ମାଟି ମା ପାଇଁ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ଅନୁସରଣ କରି ଭାରତୀୟମାନେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ
ଓ ଭାରତ ଛାଡ଼ ଆନ୍ଦୋଳନ ପରି ଆନ୍ଦୋଳନ କରି ଭାରତୀୟମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ସେହି ବୀର ପୁରୁଷମାନେ ଅସହ୍ୟ କଷ୍ଟ ଯନ୍ତ୍ରଣାକୁ ସହ୍ୟ କରି ଏହି ଭାରତକୁ ସ୍ୱାଧୀନ କରିଛନ୍ତି। ସେହି ବୀର ପୁରୁଷମାନେ ଅସହ୍ୟ କଷ୍ଟ ଯନ୍ତ୍ରଣାକୁ ସହ୍ୟ କରି ଭାରତକୁ ସ୍ୱାଧୀନ କରିଛନ୍ତି। ବହୁ ଚେଷ୍ଟା ଓ ପ୍ରଚେଷ୍ଟା ପରେ ଆମ ଭାରତ ଭୂମି 1947 ମସିହା ଅଗଷ୍ଟ ମାସ 15 ତାରିଖରେ ସ୍ୱାଧୀନତା ପ୍ରାପ୍ତ କଲା। ସେହି ବୀର ମହାପୁରୁଷଙ୍କ ଆତ୍ମବଳିଦାନ ଓ କରିଥିବା ପ୍ରତ୍ୟେକଟି ପ୍ରୟାସ ସଫଳ ହୋଇଛି। ସେହି ଦିନକୁ ମନେ ରଖିବା ପାଇଁ ଆମେ ସମସ୍ତେ ପାଳନ କରୁଛୁ ସ୍ୱାଧୀନତା ଦିବସ। ସେହି ଦିନଟିକୁ ମନେ ରଖିବା ପାଇଁ ଆମେ ସମସ୍ତେ ପାଳନ କରୁଛୁ ସ୍ୱାଧୀନତା ଦିବସ। ଏହି ସ୍ୱାଧୀନତା ଦିବସ ଏକ ଜାତୀୟ ପର୍ବ। ଭାରତର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ପର୍ବ ଆମେ ସମସ୍ତେ ପାଳନ କରୁଛୁ। ଏହାର ମୂଳ ଲକ୍ଷ୍ୟ ହେଉଛି ଆମର ସେହି ବୀର ପୁରୁଷଙ୍କୁ ମନେ ପକାଇବା। ଆମର କର୍ତ୍ତବ୍ୟ ହେଉଛି ଭାରତକୁ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ କରିବା। ଆମର କର୍ତ୍ତବ୍ୟ ହେଉଛି ଭାରତକୁ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଗଣିତ କରିବା। ଭାରତର ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବା ଓ ସ୍ୱାଧୀନତାକୁ ବଜାୟ ରଖିବା। ଭାରତର ପୂର୍ବ ଗୌରବକୁ ଫେରାଇ ଆଣିବା ଏବଂ ଭାରତକୁ ବିଶ୍ୱ ଦରବାରରେ ସମ୍ମାନିତ କରିବା ଏବଂ ଭାରତକୁ ବିଶ୍ୱଗୁରୁର ପଦବାଚ୍ୟ କରିବା ଏବଂ ଭାରତକୁ ବିଶ୍ୱଗୁରୁର ପଦବାଚ୍ୟ କରିବା। ଭାରତର ନାଗରିକ ହିସାବରେ ଶପଥ ନେବା ଯେ ଭାରତ ପ୍ରତି ଆମ ଦ୍ୱାରା ଯଥାସମ୍ଭବ କର୍ତ୍ତବ୍ୟ କରିବା, ନିଜ ଜୀବନକୁ ମାଟିମାଆ ପାଇଁ ଉତ୍ସର୍ଗ କରିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଭାରତ ମାତା କି ଜୟ। ଆଶା କରୁଛି ଭିଡ଼ିଓଟି ଆପ ସମସ୍ତଙ୍କୁ ଭଲ ଲାଗିଥିବ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ ଏବଂ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ।